ମାନେ ପ୍ରଥମ ଦିନରୁ ସେ ଚାପରେ ଥିଲେ ତାହେଲେ। ପ୍ରଥମ ତାର ତାର ସକ୍ସେସଟା ଏତେ ଅନ୍ୟମାନେ ସହିପାରିଲେନି। ମୋତେ କହିଲେ ସାର୍ ମୋତେ ଏମିତି ସମସ୍ତେ ଇଏ କରୁଛନ୍ତି କ'ଣ କରିବି? ମୁଁ କହିଲି ମୁଁ ଅଛି ନା, ମୁଁ ଯେପର୍ଯ୍ୟନ୍ତ ଅଛି ନା ତୋର କେହି କିଛି କରିପାରିବନି, ଦିବାର ଭଳିଆ ଠିଆ ହେବି, କିଛି ନାହିଁ, ତୋର କିଛି ହବନି। ମାନେ ମ୍ୟୁଜିକ୍ ଇଣ୍ଡଷ୍ଟ୍ରିରେ ଜନ୍ମ ଆପଣ କରେଇଲେ, ମୃତ ଡେଡ୍ ବଡି ବି ଆପଣ ଦେଖିଲେ ଶେଷରେ। ମୋତେ ଭାରି କଷ୍ଟ ହେଉଛି, କାରଣ ମୁଁ କେବେ ଭାବିନଥିଲି ଯେ ଏତେ ସକ୍ସେସ୍ ଏବଂ ଏତେ ଶୀଘ୍ର ପଳେଇବ ଏବଂ ମୋ ସାମ୍ନାରେ ମାନେ ମୋତେ ସେଇଟା ପେନ୍ ଦେଉଛି। କାରଣ ମୁଁ ସେ ସବୁବେଳେ କହେ ଯେ ମୋର ଆପଣ ସବୁ କିଛି। ହଁ ମୋ ବାପା ମା ଦୂରରେ ଅଛନ୍ତି, ତାର ଝିଅର ଜନ୍ମଦିନ ହେବ, ଇଣ୍ଡଷ୍ଟ୍ରି ସାରା ଲୋକଙ୍କୁ ଡାକିଥିବ, ମୋର ଯଦି ରେକର୍ଡ଼ିଂ ଟିକେ ଲେଟ୍ ହେଇଯିବ ସମସ୍ତଙ୍କୁ ଅଟକିଥିବ, ସମସ୍ତେ ଅପେକ୍ଷା କରିଥିବେ, କହେ ମୋ ଗୁରୁଜୀ ନ ଆସିବା ପର୍ଯ୍ୟନ୍ତ ମୁଁ କେକ୍ କାଟିବି ନାହିଁ, ମୋ ଝିଅର କେକ୍, ଏବଂ ମୁଁ ଗଲା ପରେ କେକ୍ କାଟିବି। ସମସ୍ତଙ୍କର ମନ କଷ୍ଟ। ଆପଣ ମାନସ ବାବୁ ସେଇଠୁ ଜାଣିପାରୁଥିବେ ସମସ୍ତେ କାହିଁକି ରାଗନ୍ତି ମୋ ଉପରେ। ମାନେ ମୁଁ ଷ୍ଟୁଡ଼ିଓ ରେକର୍ଡ଼ିଂ ସାରି ମୁଁ ତାକୁ ଫୋନ୍ କରିବି, ନାହିଁ ରେ ଅନ୍ୟମାନେ ସବୁ ଅଛନ୍ତି ଖରାପ ଭାବିବେ, ତୁ ରେକର୍ଡ଼ିଂ ତୁ କେକ୍ କାଟିଦେ, ମୁଁ ଯାଇ ପହଞ୍ଚୁଛି। ନା ନାହିଁ ଗୁରୁଜୀ ଆପଣ ଯେପର୍ଯ୍ୟନ୍ତ ଆସିନାହାନ୍ତି ମୁଁ କେକ୍ କାଟିବି ନାହିଁ। ପ୍ରେମାନନ୍ଦ ବାବୁ, ଆପଣଙ୍କୁ ଆଜି ଡାକିବା ପଛରେ ବହୁତ କାରଣ ରହିଛି। ହ୍ୟୁମାନ ଜଣେ ବିଶିଷ୍ଟ କଣ୍ଠଶିଳ୍ପୀ ସହିତ ମୁଁ ବାରମ୍ବାର ହ୍ୟୁମାନଙ୍କ ସହିତ କଥା ହେଇଛି, ସବୁବେଳେ କଥା ହୁଏ। ମୁଁ ବି 20-25 ଦିନ ପୂର୍ବରୁ ଏମିତି ଥରେ କଲ୍ କରିଥିଲି, ଆରେ ହ୍ୟୁମାନ ଆମେ ମୁଁ ପୂର୍ବ ଚ୍ୟାନେଲରେ ଥିଲି, କଥା ହେଇଥିଲେ, ଏବେ କେବେ ଗୋଟେ ବସିବା କି, ବହୁତ ପତଳା ହେଇଗଲାଣି, ଗୋଟେ ପଡକାଷ୍ଟ ବି ଦେଖିଥିଲି। ସାର୍ 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 ସମସ୍ତଙ୍କୁ କହିବ, ମତେ କହିବ ସାର୍ ଆମେ ବସିବା, ବହୁତ ଶୀଘ୍ର ବସିବା, ଖାଲି ଦଶହରାଟା ପଳଉ, ଗୁଡ଼ାଏ ପ୍ରୋଗ୍ରାମ ଅଛି, ଦେହ ବି ଟିକେ ଭଲ ନାହିଁ। ମୋ ଜୀବନରେ ମୁଁ ସବୁ କଥା ପ୍ରେମାନନ୍ଦ ସାର୍ଙ୍କୁ କୁହେ ବୋଲି ସେ କହିଥିଲା। ଏଇ କଥା ପରେ ମୁଁ ଭାବିଲି ଯେ ଆପଣ ଅନେକ କଥା ତାଙ୍କର ଜାଣିଥିବେ ଯାହା ଅନ୍ୟମାନେ ଜାଣିନଥିବେ। ପ୍ରେମାନନ୍ଦ ବାବୁ, ଏଥର ଯେତେବେଳେ ତାଙ୍କର ମୃତ୍ୟୁ ହେଇଯାଉଛି ସେଇଦିନ ତାଙ୍କର ବାରଙ୍ଗରେ ଶୋ, ଏତେ ବଡ଼ ରୋଗ, ଲିଭର ସିରୋସିସ୍, ଏପଟେ କିଡନୀ ଖରାପ, ସତରେ କ'ଣ ହ୍ୟୁମାନ ଜାଣିନଥିଲା ଯେ ତାର ଦେହ ଖରାପ ଅଛି ବୋଲି? ହ୍ୟୁମାନ ଜାଣିଥିଲା ତା ଦେହ ଖରାପ ଅଛି। ହ୍ୟୁମାନ ଜାଣିଥିଲା ତା ଦେହ ଖରାପ ଅଛି? ନିଶ୍ଚିତ ଜାଣିଥିଲା। କ'ଣ ଜାଣିଥିଲା ହ୍ୟୁମାନ? ଯେଉଁଦିନ ମୁଁ ଗୋଟେ ସିନେମା ଏବେ ଯେଉଁ ଗୀତ ଗାଇବାକୁ ଡାକିଥିଲି ବାଘୁଣୀର, ହଁ, ସେ ସିନେମାର ସେ ଲାଇନ୍ ଯେତେବେଳେ ଗୀତ ଗାଇବାକୁ ଡାକିଥିଲି 13 ତାରିଖରେ ଥିଲା, 13 ତାରିଖ ଆସିପାରିଲାନି, କହିଲା ସାର୍ ମୋ ଦେହ ଟିକେ ଭଲ ଲାଗୁନି, 15 ତାରିଖ କଲେ ହେବ? ମୁଁ କହିଲି ହଁ 15 ତାରିଖ କଲେ ହେବ। ମୁଁ ସବୁବେଳେ ତାକୁ ରିଲାକ୍ସ କରାଏ, ସାର୍ ଆଜି କରିବା ନା 2 ଦିନ ପରେ କରିବା? ମୁଁ କହିଲି ହଁ ଦିଦି ତୁ ଯେବେ କମ୍ଫର୍ଟେବୁଲ୍, ମୁଁ ତାକୁ କେବେ ପ୍ରେସର୍ କରେ ନା। ଏବଂ ମୋତେ କହିଲା ସାର୍ 2 ଦିନ ପରେ କରିବା, ମୁଁ ଟିକେ ରେଷ୍ଟ ନେବି। ମୁଁ କହିଲି ହଁ ରେଷ୍ଟ ନିଏ, କିଛି ଅସୁବିଧା ନାହିଁ, ତ 2 ଦିନ ପରେ ନିଜେ ଫୋନ୍ କଲା, ସାର୍ ଆଉ ବାଙ୍କିର ଶୋ ଥିଲା, ସେଇଦିନ ମୋତେ ଫୋନ୍ କଲା, ସାର୍ ବାଙ୍କି ଶୋ ଆଜି ଅଛି, 2 ଦିନ ପରେ ସରିଯିବ, ଆମେ 15 ତାରିଖରେ କରିପାରିବା। 15 କି ଜଷ୍ଟ ଏକ୍ଜାକ୍ଟଲି ବାଙ୍କି ମହୋତ୍ସବର 2 ଦିନ ପରେ ମୋତେ ରେକର୍ଡ଼ିଂ କଲା, କହିଲା, ମୁଁ କହିଲି ହଉ ଆସେ, ଖାଲି ଡମି ଗାଇ ଦେଇ ଯିବୁ, ଆଉ ତାପରେ ଭଲକିରି କରିବା, ଆଉ କ'ଣ ସୁଟିଂ ପାଇଁ, ଡମି ପାଇଁ ସୁଟିଂ ପାଇଁ ଗାଇଦେଇ ସେଠୁ ଆସିଲେ ଷ୍ଟୁଡ଼ିଓକୁ, ଷ୍ଟୁଡ଼ିଓ ଆସିଲା, ମୋତେ କହିଲା ସାର୍ କେତେବେଳେ କରିବା? ମୁଁ କହିଲି ତୁ କମ୍ଫର୍ଟେବୁଲ୍ କେଉଁ ଟାଇମ୍ରେ? ନା ସାର୍ ମୁଁ ଦିନରେ ରେଷ୍ଟ ନେଇଯିବି, ସନ୍ଧ୍ୟାବେଳକୁ ଯିବି ଗାଇବି। ଆଉ ମୁଁ ସାର୍ ମୋତେ ସେଦିନ କହିଲା ସାର୍ ମୁଁ ତ ଆଜି ଗାଇବି ଏବଂ ମୁଁ କିଛି ଆଜି ମୋ ମନର କଥା କହିବି। ଓହ, ସେଇଦିନ ମାନେ ଶେଷ କହିଲେ ଯେ ମୁଁ ଆପଣଙ୍କୁ ମୋ ମନ କଥା କହିବି। ମୁଁ କହିଲି ତୋ ମନ ଭିତରେ ଯାହା ଅଛି ଆଜି ମୋତେ ସବୁ କହିବୁ, କିଛି ନାହିଁ। ଏବଂ ସେ ଗାଇଲା, ମୁକୁଳାଟେ ଗାଇସାରିଛି, ଫାଷ୍ଟ ଅନ୍ତରା ବେଳକୁ ମୁଁ ଫିଲ୍ କଲି ସେ ଗାଇବା ଇଏରେ ନାହିଁ, ଗାଇପାରୁନି। ଫାଷ୍ଟ ଅନ୍ତରାଟା ଗାଇଛି, ମୁଁ ତାକୁ ହ୍ୟୁମାନଙ୍କୁ ବନ୍ଦ କରିଦେଲି। ମୁଁ କହିଲି ହ୍ୟୁମାନ ପଳେଇବା ନା ସାର୍, ଆଉ ଗୋଟେ ଅନ୍ତରା। ମୁଁ କହିଲି ଆଉ ଗାଆ ନା, ଆମେ ପରେ କରିବା, ଏ ଗୀତ ଏତିକିରେ ଥାଉ। ମୁଁ ଷ୍ଟୁଡ଼ିଓରୁ ସମସ୍ତଙ୍କୁ ବିଦା କରିଦେଲି। ମୁଁ କହିଲି ତୁମେ ସବୁ ପଳେଇ ଯାଅ, ମୋର ତାର କଥାବାର୍ତ୍ତା ଅଛି। ସେଠୁ ବସିଲା ମୋ ପାଖରେ ମାନସ ବାବୁ, ସନ୍ଧ୍ୟା 5ଟାରୁ ରାତି 10:30 ପର୍ଯ୍ୟନ୍ତ କେହି ନାହାନ୍ତି, କେବଳ ହ୍ୟୁମାନ ମୋର। ବହୁତ କିଛି କାନ୍ଦିଲା, ହ୍ୟୁମାନ କାନ୍ଦିଲେ ବହୁତ ଜୋର ମୋ ପାଖରେ, ଏବଂ ତା ଷ୍ଟାଫ୍ ଯିଏ ଥିଲେ ସମସ୍ତଙ୍କୁ ବିଦା କରିଦେଲା। ମାନେ ସମସ୍ତେ ତା ଷ୍ଟାଫ୍ ମାନଙ୍କୁ ସେ ଏତିକି ମ୍ୟାନର ଶିଖେଇଥିଲା ଯେ କାହା ରେକର୍ଡ଼ିଂରେ ତୁମେ ବସିବ, ଗୁରୁଜୀଙ୍କ ରେକର୍ଡ଼ିଂରେ ତୁମେ କେହି ବସିବନି। ତା ଷ୍ଟାଫ୍ ମାନେ ମୋ ରେକର୍ଡ଼ିଂରେ କେବଳ ହ୍ୟୁମାନ, ମୋର ଆଉ ରେକର୍ଡ଼ିଷ୍ଟ ଛଡ଼ା ଆଉ କାହାକୁ ସେ ବସେଇ ଦିଏ ନା। ଏବଂ ତା ଷ୍ଟାଫ୍ ମାନଙ୍କୁ ବି ମୁଁ ପଠେଇଦେଲି, ମୁଁ କହିଲି ତୁମେମାନେ ଟିକେ ଲେଟ୍ ହେବ, ତୁମେମାନେ ଯାଅ। ଏବଂ ସବୁ କଥା କହିଥିଲା। କହିଲା ପରେ ମୁଁ ତାକୁ କହିଲି, ମୁଁ କହିଲି ତୋ ଦେହ କାହିଁକି ଏମିତି ହେଲା, ତୁ କାହିଁକି ଖାଉନୁ, ତୁ କାହିଁକି ରେଷ୍ଟ ନେଉନୁ, କାହିଁକି କ'ଣ କରୁଛୁ?
तू एबे प्रोग्राम बंद करे मते कहला सर मु प्रोग्राम बंद कर देबा को मु चाहूची हेले मु जो एडवांस सब आनी चंदी पुणी से सोशल मीडिया रे मते ट्रोल करे मते सेटा डर हाँ एवं सोशल मीडिया को से बहुत डरुथिला माने केवल सोशल मीडिया को डरी डरी की प्रोग्राम करबा पे जाउतले से मते एग्जैक्टली यही कथा कहला सर मु आज जीविनी प्रोग्राम को सब कहबे ह्यूमन सागर पैसा नहीं प्रोग्राम को आसुनी पुणी सोशल मीडिया सर यही भयटा मु कहले देख सेती चिंता करना प्रेस मीट मु डाकिबी प्रेस मीट डाकिया जो जो माने एडवांस देइचंती प्रेस मीट करदबा कहवा जे मोर देहर असुस्थ पाई मु प्रोग्राम जाई पारुनी मते टी रेस्ट दरकार मु आपन को पैसा फेरे देबी एवं तापर आमे करिया ना हां सर एवं रिलैक्स होई गला मु ताकू आउंसी देली कांदुथला लोह पोछि देली तो जाकी देली मु ताकू मु तले जाकी दिए कहला सर मो सानो भाई प्रथम चली गला हाँ तापर मो बापा चली गले ए किछि दिन हला मामू चली जाइछंती मोर आ केही नाते आपण बॉम्बे गला पर मु सारे नर्वस हो जाइछि मु कहला अरे फोन टा अछि ना तो पाखरे मु प्रेजेंट टा किछि मोर आवश्यकता नाही मोर फोन कॉल टा भी ओटा मूल्य अछि मु काहा गोटा फोन कले तते तू काहे भाबुछि जे मु दूरे रे अछि बेली तू जेतेबेले राती अधे 3 पर जेतेबेले फोन करी मु अछि अलर्ट अछि ह्यूमन आपण कांदी कांदी कोन कहला कहिला सबू देखंतु बहुत किछि तार कष्ट जे केमिति कोन प्रोफेशन टाकू ये होउछि केमिति पेन होउछि आउ किछि कथा अछि जोटा कि कहि हबो मु कहि परिबिनी तेनु प्रेमानंद बाबू तथापि गोटे कथा जानिबो कारण कोटी कोटी ओडिसावासी जानिया पई चाहନ୍ତି खोली देबे आपण फेसबुक यूट्यूब ना केवल सेही प्रश्न आ सेही प्रश्नर उत्तर केवल प्रेमानंद बाबू जानिचंती बोली कहा जाउछि आमे हॉस्पिटल आगे मु भी थिली सेठी हॉस्पिटल ले एम्स रे ऊपरे ह्यूमन कर डेड बॉडी थिला आपण डेड बॉडी पाखरे ठिया हिथिले आ बाहरे मां और गोटे परिवार रो जोरदार झगड़ा से कहतान जे तांको मां और स्त्री को पई से चली गले बोली आउ तांको मां कहतांती जे मो पुओ को हाईजैक करा हिथिला सतरे कोन ह्यूमन को हाईजैक करा हिथिला कि प्रेमानंद बाबू देखंतु जने मरि गला पर सरी गला आउ ता पर आमे विवाद को दिबा नहीं उचित विवाद नहीं ओडिसा रो लोकप्रिय सिंगर चली जाउची जे दोषी से कोन लोक जानिया कथा न केवल जानिया पई चाहिबी जे ह्यूमन को हाईजैक करा जाइथिला कि नहीं हाईजैक करा जाय न हाईजैक करा जाय नहीं देखंतु ह्यूमन केवल सोशल मीडिया डर रे जाय कि मंच रे ठिया होतला सोशल मीडिया मते निजे कहिछि मु ता कहली मु प्रेस मीट करबी हां ना सर हां कले हबो मु सर काली कहले हबो मु कहले हां तो काली कह जो दिन कहू मु तो एबे अछि मु जाइनी बॉम्बे हां मु प्रेस मीट करबा हमें सब जति के एडवांस आनसु पड़े ता तू को स्टूडियो को जा ना रिकॉर्डिंग करना एवं कहले हाँ सर से करबी मु भाबुची मत मु कहले काली भितर कह तापरे मते कहला तापर दिन जे सर मते तो भलो लागुची मु करि परिबी जो दिन जदी भाबिली प्रेस मीट करबा जणेबी आ हां